ଇପିଏଫ୍କୁ ନେଇ ବଡ଼ ଖବର। 17 ଲକ୍ଷରୁ ଅଧିକ ଖାତାଧାରକଙ୍କର ବଢ଼ିବ ପେନ୍ସନ୍। ଇପିଏଫ୍ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନ୍ୟୁଜ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ବର୍ତ୍ତମାନ ଇପିଏଫ୍ ସମ୍ବନ୍ଧରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ପେନ୍ସନ୍ ରାଶି ବୃଦ୍ଧିକୁ ନେଇ ବଡ଼ ଖବର। ସରକାର ସୋମବାର ସଂସଦକୁ ସୂଚନା ଦେଇଛନ୍ତି ଯେ ଅବସରକାଳୀନ ପାଣ୍ଠି ସଂସ୍ଥା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ର 17 ଲକ୍ଷ 49,000 ଲକ୍ଷ ଖାତାଧାରୀଙ୍କ ନଭେମ୍ବରରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ପରେ ଅଧିକ ପେନ୍ସନ୍ ପାଇବାକୁ ସେମାନଙ୍କର ପ୍ରକୃତ ମୌଳିକ ବେତନର ଯୋଗଦାନ ପାଇଁ ବିକଳ୍ପ ପାଇଁ ଆବେଦନ କରିଛନ୍ତି। ସରକାରଙ୍କ କହିବା ଅନୁସାରେ ସମ୍ପ୍ରତି ଏହି ଆବେଦନକାରୀମାନେ ସେମାନଙ୍କ ପ୍ରକୃତ ମୌଳିକ ଦରମା କେତେ ଅଧିକ ହେଉନା କାହିଁକି ପ୍ରତି ମାସରେ 15,000 ଟଙ୍କା ଧାର୍ଯ୍ୟ ସୀମା ମଧ୍ୟରେ ଯୋଗଦାନ ଦେଇଛନ୍ତି କିମ୍ବା ଯୋଗଦାନ କରୁଛନ୍ତି। 17 ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ ରାଜ୍ୟ ଶ୍ରମ ଓ ରୋଜଗାର ମନ୍ତ୍ରୀ ଶୋଭା କରନ୍ଦଲୋକ କହିଛନ୍ତି, 2022 ନଭେମ୍ବର 22 ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ସମୟରେ ଇପିଏଫ୍ ଦ୍ୱାରା ଏକ ସୁବିଧା ଯୋଗାଇ ଦିଆଯାଇଥିଲା, ଯେଉଁଥିରେ ବିକଳ୍ପ ମିଳିତ ବିକଳ୍ପ ପାଇଁ ଯାଞ୍ଚ ମୋଟ 17 ଲକ୍ଷ 49,000 ଲକ୍ଷ ଆବେଦନକାରୀ ଦ୍ୱାରା ଦାଖଲ ହୋଇଥିଲା। 2022ରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ଯେ କର୍ମଚାରୀ ପେନ୍ସନ୍ ସ୍କିମ୍ 1995 ଅନୁଯାୟୀ ବିଦ୍ୟମାନ କର୍ମଚାରୀମାନେ ଅଧିକ ପେନ୍ସନ୍ ଚୟନ କରିବାକୁ ସକ୍ଷମ ହେବେ। ସପକ୍ଷରେ ସୁପ୍ରିମକୋର୍ଟ 2022 ନଭେମ୍ବର 4ରେ ରାୟ ଦେଇଥିଲେ। କର୍ମଚାରୀଙ୍କ ପେନ୍ସନ୍ ସ୍କିମ୍ 1995 ନଭେମ୍ବର 19ରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ପାଣ୍ଠି ସଂଗଠନ ଦ୍ୱାରା ପ୍ରବର୍ତ୍ତିତ ଏହି ଏକ ସାମାଜିକ ସୁରକ୍ଷା ପଦକ୍ଷେପ ଯାହାକି ସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କ ଅବସର ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଥାଏ। ଇପିଏଫ୍ ଦ୍ୱାରା ପରିଚାଳିତ ଏହି ଯୋଜନା 50 ବର୍ଷ ବୟସରେ ଯୋଗ୍ୟ କର୍ମଚାରୀଙ୍କ ପାଇଁ ପେନ୍ସନ୍ ସୁବିଧା ସୁନିଶ୍ଚିତ କରିଥାଏ।